ଜୟ ଜଗନ୍ନାଥ। ପିଲେ ଆଜି ଆମେ ସାହିତ୍ୟର ଆଉ ଗୋଟେ ସେଟ୍ ଆଲୋଚନା କରିବା। ଅବଜେକ୍ଟିଭ ହେଲା। ବହି ପଢିଦିଅ ସବୁ। ବହି ତ ଗପ ଲେଖା ହେଇଛି ପଢିଦବ। ମୁଁ ଆଉ କାହିଁ କହୁଛି ଏରା କହୁନି। ଯଦି କହେ ଦିନ ବସି ଗୋଟେ ଅଧଘଣ୍ଟା ଖଣ୍ଡେ ଆଲୋଚନା ମୁଁ କରିଦେବି। ସବୁ କଥା କହିଦେବି। ତେଣୁ ବହି ପଢିଦବ। ବହି ପଢିବ ସାଧାରଣ ବହି ପଢିଦବ ସାଧାରଣ ଲାଗିଯିବ। ଯୋଉ ଯୋଉ ଟିକେ ଖାଲି ମନେ ପକେଇ ଦଉଛି। ତେଣୁ ଭାବରେ 10 ମିନିଟ୍ 5, 7, 10 ମିନିଟ୍ ଭିଡିଓ ପ୍ରତିଦିନ ଯଦି ଗୋଟେ ଗୋଟେ ସେଟ୍ ଦେଖିଦବ ତମର 2000 ଖଣ୍ଡେ କୋଶ୍ଚିନ୍ ମନେ ରହିଯିବ। ଖାଲି ପଢି କେତେ ସମୟ ଖାଲି 10 ମିନିଟ୍ ଲେଖା ଦେଖିଦବ। ତମର ମନେ ରହିବ। ଦିନକୁ 50 ଟା ମନେ ରହିଲେ 1000 2000 କୋଶ୍ଚିନ୍ ସେଇଟା ମନେ ରହିଯିବ। ସେଇଥିରୁ ପଢିବ। ପଢିବାକୁ ଅନିଦ୍ରା ହେଇକି ରାତି ବନ୍ଦ ହେଇକି ଆଉ ଅନ୍ୟ ପାଠ ଛାଡିକି ପଢିବା ଦରକାର ନାହିଁ। ସେମିତି ମନେ ରହିଯିବ ହେଲା। ଦେଖ 1 ନମ୍ବର ବେବି ପିୟୁଷ ପାଇଁ କଣ ନେଇଗଲା? ବେବି ପିୟୁଷ ପାଇଁ କଣ ନେଇଗଲା? କଫି। କ୍ଲିୟର। ଅଶୋକ କ୍ଷୁବ୍ଧ ସ୍ୱରରେ ମହାମନ୍ତ୍ରୀକୁ କଣ କହିଲେ? ଯୁଦ୍ଧ ଶେଷ କରିବାକୁ। ଅପସନ ଏ। କ୍ଲିୟର। 3 ନମ୍ବର କୋଣାର୍କ ଦେଉଳ ତୋଳା କେତେ ବର୍ଷ ଧରି ଚାଲିଥିଲା? ପିଲେ 12 ବର୍ଷ ଧରି ଚାଲିଥିଲା। ଅପସନ ସି। 4 ନମ୍ବର ଧର୍ମର ବାପ କିଏ? ବିଶୁ ମହାରଣା। ଅପସନ ବି। ଅଙ୍ଗଦ ଚୌଧୁରୀ କେଉଁ ବିଷୟର ଛାତ୍ର? ଇତିହାସ। ହେଲା। 6 ଲେଖକର ସର୍ବାଙ୍ଗ କେଉଁଥିରେ ଉଡି ଯାଇଥିଲା? ଝାଳରେ। ଝାଳରେ। ଅପସନ ସି। ଘଞ୍ଚ ଜଙ୍ଗଲ ଭିତରୁ କଣ ଶୁଥିଲା? ଘୋଡାର ଟାବୁ ଶବ୍ଦ। ଅପସନ ସି। ଲେଖକ ଗଣ୍ଡି କାଠ କେଉଁଥିରେ ଆଣିଥିଲେ? ଠେଲା ଗାଡିରେ ଆଣିଥିଲେ। 9 ପ୍ରୀତି କେତୋଟି ପିଲାର ମା? 2ଟି ପିଲାର ମା। କ୍ଲିୟର। 10 ନମ୍ବର ପୂରବୀ କାହାର ଲେଖା ଗୁଡିକ ଟିକି ପଢନ୍ତି? ସୁବ୍ରତଙ୍କର। ଭାଷା କ୍ଷେତ୍ରରେ ଇଂରାଜୀ ଛାଡି ମାତ୍ର ସମୃଦ୍ଧ କରିବା ପାଇଁ କିଏ ଘୋଷଣା କରିଥିଲେ? ଗାନ୍ଧୀଜୀ। 12 ବିବେକାନନ୍ଦ କେବେ ପ୍ରଥମ କରି ପରିଭ୍ରମଣ ବାହାରିଥିଲେ? 1886। ଅପସନ ସି। 13 ନମ୍ବର ବୋଧଦାୟିନୀ କିଏ ସମ୍ପାଦନ କରିଥିଲେ? ଫକୀର ମୋହନ ସେନାପତି। ଫକୀର ମୋହନ ସେନାପତି। ଅପସନ ଡି। ହେଲା। ତାପରେ 14 ନମ୍ବର ଗୋବିନ୍ଦା ଭାଇ ଲେଖକଙ୍କୁ ନିଜ କୁଟେ ବସେ କଣ ଶୁଣାଉଥିଲା? ମନବୋଧ 34। ଅପସନ ବି। 15 କାହା ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାକୁ କ୍ଷମ ହେଇଛି? ଶକ୍ତି ବଳରେ। ହେଲା। ଅପସନ ଏ। 16 ନମ୍ବର ନରେନରୁ ବିବେକାନନ୍ଦ ଜନ୍ମ ଦେବା ପାଇଁ ଏନ୍ତୁଡିଶାଳ କିଏ ହେଇଥିଲା? ଦକ୍ଷିଣେଶ୍ୱର। କାଲି କହିଥିଲି ଦକ୍ଷିଣେଶ୍ୱର। କେଉଁ କାବ୍ୟଟି ଗଙ୍ଗାଧର ମେହେରଙ୍କର କୃତି ଅଟେ? ପଦ୍ମିନୀ। ଆରେ ଗଙ୍ଗାଧର ମେହେର ଜାଣିଛ କଣ? ତପସ୍ୱିନୀ, ପ୍ରଣୟ ବଲ୍ଲରୀ, କିଚକ ବଧ ଏସବୁ ହଉଛି କଣ ଗଙ୍ଗାଧର ମେହେରଙ୍କର। ବରଗଡର ବରପାଲି ଠାରେ ଜନ୍ମ। ତାପରେ ଦେଖ 18 ଜନ୍ମଭୂମି ପ୍ରବନ୍ଧଟି ଲେଖକଙ୍କ କେଉଁ ପୁସ୍ତକରୁ ଉଦ୍ଧୃତ? ପ୍ରବନ୍ଧ ମାନସରୁ ଆସିଛି। ହେଲା। ତାପରେ 19 ନମ୍ବର ବୈଷୟିକ ଉନ୍ନତି ଓ ଭୋଗ କାହାର ଆଦର୍ଶ ନଥିଲା? ଭାରତୀୟ ସଭ୍ୟତାର ଆଦର୍ଶ ନଥିଲା। 20 ଫ୍ରେଞ୍ଚ, ଜର୍ମାନ, ପୋଲିସ ଭାଷା କାହା ସହିତ ପ୍ରତିଯୋଗିତା କରୁଥିଲେ? ହିବ୍ରୁ। ଅପସନ ସି। ଦୁର୍ଯ୍ୟୋଧନ କେଉଁଠାରେ ଆତ୍ମଗୋପନ କରିଥିଲେ? ବ୍ୟାସ ସରୋବରରେ। ଅପସନ ଡି। ହେଲା। ତାପରେ ଦେଖ ସୁକଷାଣ 22 ସୁକଷାଣ ଶୀଘ୍ର ପଳାଇ ଆସିବାର କାରଣ କଣ? ପ୍ରାଣ ଭୟରେ। ଲେଖା ହେଇଛି ପ୍ରାଣ ଭୟରେ। ପୋତପାଳ ବୋଲେ ନାବିକ ମାନେ। ତରଣୀ ବୋଲେ ନୌକା। ନୌକାରେ କଣ ଜାଳୁଥିଲେ? ମଶାଲ। 24 ମଙ୍ଗଳ ପ୍ରତିଭାରେ କାହାକୁ କୁହାଯାଇଛି? ପ୍ରଭାତୀ ତାରାକୁ ମଙ୍ଗଳ ପ୍ରଦୀପ ରୂପେ କଳ୍ପନା କରାଯାଇଛି। ତାପରେ ଦେଖ 25 ସୀତା ନିଜ ହୃଦୟରେ କାହାର ମୃତ୍ୟୁ ପ୍ରତିବୋଧ କଲେ? ବୀର ରାମଙ୍କର। ଅପସନ ସି। କେଉଁଠାରେ ଶୀତଳ ପବନ ପ୍ରବାହିତ ହୁଏ? ନଦୀ କୂଳରେ। 27 ବରୁଣ କିଏ ସେ? ଜଳାଧିପତି। 28
ମତ୍ସ୍ୟଜୀବୀଙ୍କ ସହିତ ନାଁର ଚିତ୍ର କିପରି ଥିଲା? ଛାୟାକାର। ଅପସନ ବି। 29 କବିତାରେ ଉଷାଙ୍କର କର କାହାକୁ କୁହାଯାଇଛି? ପଲ୍ଲବ କର। ପଲ୍ଲବ। 30 ତମସା ରାଜଲକ୍ଷ୍ମୀରୁ ଧରା ବୋଲି କାହାକୁ କହିଛନ୍ତି? ସୀତାଙ୍କୁ କହିଛନ୍ତି। ତମସା ନଦୀ ସୀତାଙ୍କୁ। ଅପସନ ବି। ଚକ୍ଷି ଛନ୍ଦର ତୃତୀୟ ପାଦର ଅକ୍ଷର ସଂଖ୍ୟା କେତେ? 9। ମଙ୍ଗଳ ବିଳାସ ବିକରେ ତୃତୀୟ ପଦ ଜାଣିବ ଯେ 4 ପାଦରେ 1 ପଦ। ଚକ୍ଷି ରାଗ। ଚକ୍ଷି ଛନ୍ଦ 4 ପାଦରେ 1 ପଦ ମନେ ରଖିଦବ। ତାହେଲେ 32 ଖଣ୍ଡ ଖଣ୍ଡ ଧଳା ମେଘ ସୁନୀଳ ସୁନୀଳ ଅମ୍ବରେ ଭାସଇ ବୋଇତ ତା ନୀଳ ସମୁଦ୍ରରେ। ସାଧାରଣ ଧର୍ମଟି ହେଲା ଭାସିବା। ବି ହେଲା। ତାପରେ ଦେଖ ସମସ୍ତ ବାକ୍ୟର ସମାପିକା କ୍ରିୟାଂଶ ସମାପିକା କ୍ରିୟାଯୁକ୍ତ ଅଂଶଟି କଣ କୁହାଯାଏ? ଖଣ୍ଡ ବାକ୍ୟ। କ୍ଲିୟର। କାଲି କୁହାଯାଇଥିଲା 34 ନମ୍ବର ପ୍ରକାର୍ଯ୍ୟ ଦୃଷ୍ଟି ବାକ୍ୟ କେତେ ପ୍ରକାର? 5 ପ୍ରକାର। କଣ କଣ କହିଦେଲି ଜାଣିଛ? ଜାଣିଥବ। କଣ? ବିବୃତି ସୂଚକ, ରାଶି ସୂଚକ, ପ୍ରଶ୍ନ ସୂଚକ, ଆଦେଶ ଅନୁଜ୍ଞା ସୂଚକ, ବିସ୍ମୟ ସୂଚକ ପାଇଛୁ 5 ପ୍ରକାର। ସିଏ ହଉଛି କେତେ? 4 ପ୍ରକାର। ସରଳ, ଯୌଗିକ, ଜଟିଳ, ମିଶ୍ର। এইটি ପିଲେ ମନେ ରଖ ବିଜୟ କଲିକତା ଯିବ। କିଏ ବିଜୟ କଲିକତା? କର୍ତ୍ତୃବାଚ୍ୟ ବିଜୟ ବଜ୍ୟ ଯାଉଛି କଲିକତା। ତାହେଲେ କର୍ତ୍ତୃବାଚ୍ୟ ଏଇଟା କର୍ତ୍ତାର ପ୍ରାଧାନ୍ୟ ଅଛି। ଆରେ ଯୋଉଠାରେ କର୍ତ୍ତାର ପ୍ରାଧାନ୍ୟ ଥାଏ କର୍ତ୍ତୃବାଚ୍ୟ, ଯୋଉଠାରେ କର୍ମର ପ୍ରାଧାନ୍ୟ ଥାଏ କର୍ମବାଚ୍ୟ, ଯୋଉଠାରେ କ୍ରିୟାର ପ୍ରାଧାନ୍ୟ ଥାଏ ଭାବବାଚ୍ୟ। ବିଜୟ କଲିକତା ହଉଛି ବିଜୟ ନେଇ ଯାଉଛି। ତାର ବିଜୟ ହେଲା କର୍ତ୍ତା, କର୍ତ୍ତାର ପ୍ରାଧାନ୍ୟ ଅଛି କର୍ତ୍ତୃବାଚ୍ୟ ଏଇଟା। 36 ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟ କଣ କୁହାଯାଏ? ଏଇଠି ମନେ ରଖ କାଲି କହିଥିଲି। କାଲି କହିନଥିଲା, କାଲି ଆଉ ଗୋଟେ କଥା କହିଥିଲା। ପଦଯୋଜନା ବା ସୌନ୍ଦର୍ଯ୍ୟ ଯଦି ଯୋଉଠି ଥବ ସାଇଜ ଆସତି ମାରିଦବ। ସମ୍ବଦ ଥିଲେ ଆଖିଙ୍ଖା ମାରିଦବ। ପଦଯୋଜନା ସୌନ୍ଦର୍ଯ୍ୟ ଠି ଆସତି ମାରିଦବ। ଯଦି ସମ୍ବଦ ଅଛି ଆଖିଙ୍ଖା ମାରିଦବ। ସରିଲା। ଚାଲ 37 ନମ୍ବର ହେଲା। 37 ନମ୍ବର ଠିକ କୋଉଟା କହ? ସି ଆଶୀର୍ବାଦ। ସି ଏଇ ଆଶୀର୍ବାଦ ଠିକ। 38 ନମ୍ବର ପବନ ପରି ଧାଇଁବା ତୁଳନା ହେଇଛି। ତାହେଲେ ଏଇଟା ତୁଳନାତ୍ମକ ରୂଢି। ଆରେ ପବନ ପରି ଧାଇଁବା, ଖୁଣ୍ଟ ଟିପରି ଠିଆ ହେବା ହେଲା। ଢୋକେ ବି ଦଣ୍ଡ ଜୀବରେ କଣ? ଏ ଜାଣିଛ କଷ୍ଟମଷ୍ଟେ ଚଳିଯିବ ଆଉ। ଅପସନ ସି କଷ୍ଟମଷ୍ଟେ ବଞ୍ଚି ରହିବା। ତାପରେ 40 ପ୍ରତ୍ୟେକ ପଦକୁ ଗାନ କଲାବେଳେ ଯେଉଁ ନିର୍ଦ୍ଦିଷ୍ଟ ଅକ୍ଷର ଉପରେ ବିଶ୍ରାମ ଦିଏ ତାକୁ କହନ୍ତି? ଯତି ବା ଯତିବାଦ। 41 ଭିନ୍ନ ଅର୍ଥବୋଧକ ଏକ ପ୍ରକାର ଶବ୍ଦ। ଏକ ପ୍ରକାର ଶବ୍ଦ ଅର୍ଥ ଭିନ୍ନ ହଉଥିବ। ଏକ ପ୍ରକାର ଶବ୍ଦ ଅର୍ଥ ଭିନ୍ନ ହଉଥିବ ତାକୁ କହନ୍ତି ଯମକ ଅଳଙ୍କାର। ବୁଝ? ଯମକ। ଏକ ପ୍ରକାର ଶବ୍ଦ ଅର୍ଥ ଅଲଗା ଅଲଗା ହଉଥିବ, ବାରମ୍ବାର ବ୍ୟବହାର ହେଇଥିବ। ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ, ଭ୍ରମନ୍ତି ଭ୍ରମରେ 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 ନଳିନୀ। ନଳିନୀ ହଉଛି ଗୋଟେ ସ୍ତ୍ରୀ, ପଦ୍ମିନୀ ଜାତୀୟ ସ୍ତ୍ରୀ। ନଳିନୀ ପୁଷ୍କରିଣୀ, ନଳିନୀ ପଦ୍ମ। ତାହେଲେ ଗୋଟିଏ ଶବ୍ଦ ବିଭିନ୍ନ ଅର୍ଥ ହଉଛି ଏବଂ ବାରମ୍ବାର ବ୍ୟବହାର ହେଇଛି। ଗୋଟେ ଶବ୍ଦ ବାରମ୍ବାର ବ୍ୟବହାର ହେଲେ ତାକୁ ଯମକ। ଗୋଟିଏ ଅକ୍ଷର ବାରମ୍ବାର ବ୍ୟବହାର ତାକୁ ଅନୁପ୍ରାସ। କଳ ମ ବାରମ୍ବାର ଉତ୍କଳ କମଳା ବିଳାସ ଧରିକା ହେଲା। ଦେଖି ନବ କାଳିକା ବକାଳିକା ମାଳିକା ବ୍ୟଞ୍ଜନ ମନ ବାରବାର ପୂର୍ଣ୍ଣ ହଉଛି, ପୁନରାବୃତ୍ତି ହଉଛି, ବାରମ୍ବାର ବ୍ୟବହାର ହଉଛି। ସେଇଟା ହେଲା ଅନୁପ୍ରାସ। ଗୋଟିଏ ଅକ୍ଷର ବା ଅକ୍ଷର ଯିଏ ବର୍ଣ୍ଣ ସିଏ ଯଦି ବାରମ୍ବାର ବ୍ୟବହାର ହଉଥିବ ସିଏ ହବ ଅନୁପ୍ରାସ। ଯଦି ଗୋଟେ ଶବ୍ଦ ବାରମ୍ବାର ବ୍ୟବହାର ହଉଥିବ ସିଏ ହବ ଯମକ। ଯମକ 5 ପ୍ରକାର କହିଦେଲି। ଆଦ୍ୟ ଯମକ, ପ୍ରାନ୍ତ ଯମକ, ମଧ୍ୟ ଯମକ, ମାଳ ଯମକ, ସର୍ବ ଯମକ ବା ମହାଯମକ। 5 ପ୍ରକାର ଯମକ। ଆଦ୍ୟ, ପ୍ରାନ୍ତ, ମଧ୍ୟ, ମାଳ, ସର୍ବ ଯମକ ବା ମହାଯମକ। ତାପରେ 42 ଶ୍ଲେଷ ଅଳଙ୍କାର କେତେ ବିଭକ୍ତ? ଶ୍ଲେଷ ଅଳଙ୍କାର କଣ? ଗୋଟିଏ ଶବ୍ଦର ଭିନ୍ନ ଅର୍ଥ ବାହାରିବ।
ଗୋଟିଏ ଶବ୍ଦ ଭିନ୍ନ ଅର୍ଥ ବାହାରିବ, ସେଟା ହେଲା ଶ୍ଲେଷ। ବାବୁ ନାକ ଶ୍ରୀ ଦାନ ଯୋଗ୍ୟ ଯଶାକୁ ବିହର କାନନ କରି ଆଲିଙ୍ଗନକୁ, ଏଇଟା କି ଶ୍ଲେଷ ଅଳଙ୍କାର କେତେ ରକ୍ତ? 3 ଭାଗରେ। ସଭଙ୍ଗ ଶ୍ଲେଷ, ଅଭଙ୍ଗ ଶ୍ଲେଷ, ଭଙ୍ଗାଭଙ୍ଗ ଶ୍ଲେଷ, 3 ଭାଗରେ। 43 କ୍ରିୟାପଦ ବାକ୍ୟରେ କେଉଁଠି ବସେ? କ୍ରିୟାପଦ ତ ଶେଷରେ ବସିବ, ଆଉ କ୍ରିୟାପଦ ଆଉ କୋଉଠି ବସିବ? ଶେଷରେ। କର୍ତ୍ତା ଆରମ୍ଭରେ କ୍ରିୟା ଶେଷ। ତାପରେ 44 ନମିତାକୁ ତାଙ୍କ ଘର ଲୋକ ଭଲ ପାଆନ୍ତି, ଗଠନ ରୂପ ଦୃଷ୍ଟିରୁ କେଉଁ ପ୍ରକାର ବାକ୍ୟ? ତ ଭଲ ପାଆନ୍ତି ତ ସରଳ ବାକ୍ୟ। ନମିତା ତାଙ୍କର ଗୋଟିଏ କିଏ ଅଛି ସମାପ୍ୟ କ୍ରିୟା ସରଳ ବାକ୍ୟ ଆଉ, ସରଳ ବାକ୍ୟ ଆଉ। ଗିରିପଥ ଭାବରେ ଖାଇବାର ସବୁଠୁ ଲମ୍ବା, ସଂକ୍ଷେପରେ ପ୍ରକାଶ କରା କଣ? ଖାଇବାର ବି, ଖାଇବାର ଦୀର୍ଘତମ ପଥ, ଖାଇବାର ଦୀର୍ଘତମ ପଥ ସଂକ୍ଷେପରେ ପ୍ରକାଶ କରା। ତାପରେ ଦେଖ ନିମ୍ନଲିଖିତ କେଉଁଠି ଣତ୍ବ ବିଧିର ନିୟମର ଅନ୍ତର୍ଭୁକ୍ତ ନୁହେଁ? ରାବଣ ରଣତ୍ବ ବିଧିର ଅଛି, ଣତ୍ବ ବିଧି ସତ୍ବ ବିଧି ପଡିବ ଟିକେ, ଦର୍ପଣ ଅଛି, ଦାରୁଣ ଅଛି, ଏଇ ମଦନ ନାହିଁ ଣତ୍ବ ବିଧି ନିୟମରେ। ତାପରେ 47 ର କୋଉଟା ଠିକ ହବ? এইটা ঠিক, ଆନୁଷଙ୍ଗିକ, ବିଟା ଦେଖ ଆନୁଷଙ୍ଗିକ, ଏଇଟା ଠିକ, ଆଉ ସବୁ ଭୁଲ। ତାପରେ 48 ସୁବିଧା ଦେବା, ଏହାର ଅର୍ଥ କଣ? ସୁବିଧା ଅର୍ଥ ମୁହଁ ଦେବା, ଆଉ ତା ମୁହଁ ଦେଇଛି, ସୁବିଧା ଦେଇଛି ମୁହଁ ଦେବା। ଅତି ସାମାନ୍ୟ, ଏହାର ଅର୍ଥ କଣ? ଅତି ସାମାନ୍ୟ ନା କେଉଁ ଗାଈର ଗୋବର କହନ୍ତି ନା, କେଉଁ ଗାଈର ଅତି ସାମାନ୍ୟ, କେଉଁ ଗାଈର ଗୋବର ବି। ବିଭାସ କେଦାର ଛନ୍ଦଟି କେତେ ପାଦ ବିଶିଷ୍ଟ? ବିଭାସ କେଦାର, ବିଭାସ କେଦାର ନଟବାଣୀ ବା ବିଭାସ କେଦାର, ଉତ୍କଳ କମଳ ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। କେତେ? 2 ପାଦରେ 1 ପଦ, 2 ପାଦରେ 1 ପଦ, 2 ପାଦରେ 1 ପଦ, ପ୍ରତ୍ୟେକ ପାଦ 12 ଅକ୍ଷର, ଯତିପାତ ହବ 3, 6, 9 ବାର, 3, 6, 9 ବାର ଅକ୍ଷର ଉପରେ ଯତିପାତ ହବ ହେଲା। ଉଦାହରଣ ହେଲା ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। କ୍ଲିୟର? ଥ୍ୟାଙ୍କ ୟୁ।